ଚିକେନ ପକୋଡ଼ା ବନେଇବା ପାଇଁ ପ୍ରଥମେ ଚିକେନ ଆଣି ଏବଂ ପାଣି ପକାଇ ଭଲରେ ଧୋଇ ତାପରେ ଅଦା ରସୁଣ ପେଷ୍ଟ ତିଆରି କରିବା ପାଇଁ ଅଦା ରସୁଣକୁ ଛେଚି ତାପରେ ପକାଇ ଦେଇ ତାପରେ ଅଣ୍ଡା ଭାଙ୍ଗି ଏବଂ ଚିକେନରେ ପକାଇ ଦେଇ ତାପରେ ପକୋଡ଼ା ପାଉଡର ମନ ଖୁସି ହେଲା ଯେ ପକେଇ ଏବଂ ତାପରେ ଗୋଳେଇ ପୁରା ଭଲରେ ମିକ୍ସ ହେଇଗଲା ପରେ ମ୍ୟାରିନେଟ୍ କରିକି ରଖିଦେଲା ପରେ ଗୋଟେ ସୁନ୍ଦର ଭିଡ଼ିଓଟେ ନେଇଯାଇ ଆଉ ତାପରେ ଘୋଡ଼େଇ ଦେଇ ତେଲ ଗରମ କରି ଏବଂ ତେଲ ଗରମ ହୋଇସାରିଲା ପରେ ତା ଦେହରେ ଚିକେନ ପକୋଡ଼ା ଗୋଟି ଗୋଟି କରି ଛାଣି ଯେମିତି ତମ ଭାଇ ଛାଣି ସେମିତି ତମେ ବି ଛାଣି ତାପରେ ପକୋଡ଼ା ଧୀରେ ଧୀରେ ଛାଣି ତାପରେ ତେଲରୁ ବାହାର କରିଦେଇ ଆଣି ତେଲରୁ ଗୋଟି କରି ବାହାର କରିଦେଇ ଆଣି ଏବଂ ଗୋଟେ ଜାଗାରେ ରଖି ଭିଡ଼ିଓ ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି